ଆଜ୍ଞା ଓଡ଼ିଶା ଗୋଟେ ଚାଷୀ ଭିତ୍ତିକ ରାଜ୍ୟ ଧାନର ଯେଉଁ କ୍ଷତି ହୋଇଛି ଆପଣ କେମିତି ଦେଖୁଛନ୍ତି ରାଜ୍ୟ ସରକାର ପ୍ରକୃତ କ୍ଷତିପୂରଣ ଦେଇକିନା ଚାଷୀମାନଙ୍କୁ ଖୁସି କରିପାରିବେ? ଦେଖନ୍ତୁ ପ୍ରଥମ କଥା ହେଉଛି ଯେ ଚାଷୀ ଯେଉଁମାନେ ଅଛନ୍ତି ସେମାନଙ୍କର ଯେଉଁ କ୍ଷତି ଘଟିଛି ସେ କ୍ଷତିର ଆକଳନ ପ୍ରଥମ କଥା ହେଲା ତ ସହଜ ନୁହଁ। ଯେଉଁ କ୍ଷତି ଘଟିଛି ତାର ଆକଳନ କେବେ ହେବ, ସେମାନଙ୍କୁ କ୍ଷତିପୂରଣ କ'ଣ ଦିଆଯିବ ସେ ସମ୍ପର୍କରେ ରାଜ୍ୟ ସରକାରଙ୍କର ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ଆସିନାହିଁ। ଏବଂ ମୁଖ୍ୟମନ୍ତ୍ରୀ ସେତେବେଳେ ଯାଇକରି ଚାଷୀମାନଙ୍କୁ ଦେଖା କରିବାକୁ ଯାଉଛନ୍ତି ଯେତେବେଳେ ବିରୋଧୀ ଦଳ ନେତା କହୁଛନ୍ତି ଯେ ବିରୋଧୀ ଦଳ ନେତାଙ୍କର ଗସ୍ତ କାର୍ଯ୍ୟକ୍ରମ ପରେ ଯାଇକରି ମୁଖ୍ୟମନ୍ତ୍ରୀଙ୍କର ଗସ୍ତ କାର୍ଯ୍ୟକ୍ରମ ଦିନକ ପୂର୍ବରୁ ସ୍ଥିର ହେଉଛି। ତେଣୁ ଏଥିରୁ ଜଣାପଡ଼ୁଛି ଯେ ସରକାର କେତେ ସମ୍ବେଦନଶୀଳ ଅଛନ୍ତି ଏ ପ୍ରସଙ୍ଗରେ ଏବଂ କେତେ ସ୍ପଷ୍ଟ ଆଭିମୁଖ୍ୟ ତାଙ୍କର ଅଛି। ତେଣୁ କ୍ଷତିପୂରଣ କ'ଣ ଦିଆଯିବ ସେ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ଚିତ୍ର ଆସିନାହିଁ ଏବଂ କେତେ କ୍ଷୟକ୍ଷତି ହେଇଛି ତାର ମଧ୍ୟ ଆକଳନ ଆସିନାହିଁ। ଆମେ ଦେଖିଲୁ ବାତ୍ୟା ସମୟରେ ସରକାର ଏତେ କଥା କହିଲେ, ବାତ୍ୟାକୁ ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରୀୟ କମିଟି ଆସିଲେ କିନ୍ତୁ ତାଙ୍କର ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ଆସିନାହିଁ। ତେଣୁ ଏଥିରୁ ସରକାରର ନିଷ୍ଠା ଏବଂ ସରକାରର କେତେ ମାନେ ସମ୍ବେଦନ ଅଛି ସେଥିରୁ ଜଣାପଡ଼ୁଛି। ଲୋକମାନେ କହୁଛନ୍ତି ନବୀନ ବାବୁଙ୍କ କ୍ରେଜ୍ ଏବେ ବି ଯାଇନି, ଯେଉଁ ଏବେ ନବୀନ ବାବୁ ଗଞ୍ଜାମ ଗସ୍ତରେ ଯାଇଥିଲେ ଲକ୍ଷାଧିକ ଲୋକ ଏକାଠି ହେଇଥିଲେ। ଦେଖନ୍ତୁ ନବୀନ ବାବୁଙ୍କର କ୍ରେଜ୍ ଆଜି ମଧ୍ୟ ଅଛି। ନବୀନ ବାବୁଙ୍କର କ୍ରେଜ୍ 2024 ନିର୍ବାଚନରେ ସେ ପରାଜିତ ହୋଇଛନ୍ତି କିନ୍ତୁ ବିଜେପି ତୁଳନାରେ ନବୀନ ବାବୁଙ୍କର ଭୋଟ୍ ସଂଖ୍ୟା ଅଧିକ, ବିଜେଡ଼ିର ଭୋଟ୍ ଅଧିକ ବିଧାନସଭା ନିର୍ବାଚନରେ। ତେଣୁ ତାଙ୍କ ପ୍ରତି ଲୋକଙ୍କର ଗୋଟେ ଭଲ ପାଇବା ସବୁବେଳେ ରହିଛି। ସେ ଭଲ ପାଇବାଟା ପ୍ରତିଫଳିତ ହେଉଛି। ତେଣୁ ମୋହନ ମାଝୀ ସରକାରର ଗୋଟେ ବଡ଼ ଆବଶ୍ୟକତା ଅଛି। ନବୀନ ବାବୁଙ୍କର କ୍ରେଜ୍କୁ ଯଦି ଭାଙ୍ଗିବାକୁ ସେମାନେ ଚାହୁଁଛନ୍ତି ତାଙ୍କୁ ସେତିକି କାମ କରିବାକୁ ପଡ଼ିବ, ଲୋକଙ୍କ ସହିତ ସେତିକି ମିଶିବାକୁ ପଡ଼ିବ। ଏହି ମନ୍ତ୍ରିମଣ୍ଡଳରେ ବିଶେଷ କରି ଯେଉଁ ଭଳିଆ କାର୍ଯ୍ୟକ୍ରମ ଚାଲିଛି ଏବଂ ମନ୍ତ୍ରୀମାନଙ୍କର ଆଚରଣ ଯେଉଁ ଭଳିଆ ହେଉଛି ସେଥିରେ ମୁଁ ଭାବୁନାହିଁ ଯେ ସେମାନେ ନବୀନ ବାବୁଙ୍କର ଲୋକପ୍ରିୟତାକୁ କାଟିପାରିବେ। 2025ରେ ରାଜ୍ୟ ସରକାର କ'ଣ ସବୁ ଏମିତି କରିବାକୁ ପଡ଼ିବ ଯାହା ସଫଳତା ନେଇକିନା ସେ ଆଗାମୀ ବର୍ଷରେ ପୁଣି ପଞ୍ଚାୟତ ଇଲେକ୍ସନ ଲଢ଼ିବ? ପ୍ରଥମ କଥା ହେଉଛି ଯେ ସରକାରର ସ୍ପଷ୍ଟତା ଆସିବା ଦରକାର, ସରକାର ସମ୍ବେଦନଶୀଳ ହେବା ଦରକାର, ସରକାର ଲୋକଙ୍କର ଯେଉଁଟା ବାସ୍ତବ ସମସ୍ୟା ତା ଉପରେ ଆଖି ଗଡ଼ାଇବା ଦରକାର। କାରଣ ବିଜେପିର ଯେଉଁ ପାରମ୍ପରିକ ରାଜନୀତି, ଧର୍ମଭିତ୍ତିକ ରାଜନୀତି ଓଡ଼ିଶାରେ କାମ କରିବ ନାହିଁ। ଓଡ଼ିଶାରେ କାମ କରିବାକୁ ହେଲେ କେବଳ ଡେଭଲପମେଣ୍ଟ ମଡ଼େଲକୁ ନେଇକରି ତାଙ୍କୁ କାମ କରିବାକୁ ପଡ଼ିବ। କିନ୍ତୁ ସେମାନେ ଯେଉଁ ଡେଭଲପମେଣ୍ଟ ମଡ଼େଲ ଆପଣାର କରୁଛନ୍ତି କାରଣ ତାଙ୍କୁ ଲାଗୁଛି ଗୋଟେ କର୍ପୋରେଟ୍ ମଡ଼େଲର ଡେଭଲପମେଣ୍ଟ ମଡ଼େଲ ସେମାନେ ଏଠି କାମ କରିବେ, ସେଇଟା ଓଡ଼ିଶାରେ କାମ କରିବ ନାହିଁ। ଓଡ଼ିଶାରେ ଲୋକଙ୍କ ପାଖରେ ଯେଉଁ କାମଗୁଡ଼ିକ ବିଜେଡ଼ି ସରକାର ସମୟରେ ଚାଲିଥିଲା ତାକୁ ଯେକୌଣସି ପ୍ରକାରେ ଆପଣଙ୍କୁ ଅଗ୍ରସର କରିବାକୁ ପଡ଼ିବ। ଯଦି ତାକୁ ବନ୍ଦ କରିବେ, ତାକୁ ଯଦି ଡିଷ୍ଟର୍ବ କରିବେ ତାହେଲେ ଅସୁବିଧା ହେବ, ଯେଉଁଟା କନ୍ଧମାଳରେ ସେଇଟା ଘଟିଲା। ତେଣୁ ବିଜେଡ଼ି ସମୟର ଯୋଜନାଗୁଡ଼ିକୁ ଆପଣ ନାଁ ବଦଳାନ୍ତୁ, ରଙ୍ଗ ବଦଳାନ୍ତୁ, କ'ଣ କରନ୍ତୁ ସିଏ ଅଲଗା କଥା, କିନ୍ତୁ ସେ ଯୋଜନାଗୁଡ଼ିକ ଲୋକଙ୍କ ପାଖରେ କେମିତି ଠିକ୍ ଭାବରେ ପହଞ୍ଚିବ ସେ ଦାୟିତ୍ୱ ମୋହନ ମାଝୀ ସରକାର ନେବାର ଆବଶ୍ୟକତା ଅଛି।